Hello, friends, and my dear students. Welcome to Bonita Dipti Explores, ଯେଉଁଠି ଆପଣମାନେ ପାଆନ୍ତି କେବଳ ଏଜୁକେଶନାଲ ଭିଡ଼ିଓ। ଆଜି ଆମେ ଏହି ଭିଡ଼ିଓରେ ସପ୍ତମ ଶ୍ରେଣୀ ଗଣିତ ବହିର ଦ୍ୱିତୀୟ ଅଧ୍ୟାୟର ପେଜ୍ 37ରେ ଥିବା ନିଜେ କରି ଦେଖର ପ୍ରତ୍ୟେକ ପ୍ରଶ୍ନର ସମାଧାନ କରିବା। ପ୍ରଥମେ ଟିକେ ବୁଝିବା, ତାପରେ ଚାପ୍ଟର ଷ୍ଟାର୍ଟ କରିବା। ଆମେ ଏଇ ଚାପ୍ଟରଟାରେ ପ୍ଲସ୍ ମାଇନସର ମିଶାଣ ଫେଡ଼ାଣ ଉପରେ ବେଶୀ ଭଲସେ ବୁଝିବା। ତେଣୁ ପ୍ରତ୍ୟେକ ପ୍ରଶ୍ନକୁ ଭଲସେ ବୁଝ, ବାରମ୍ବାର ପ୍ରାକ୍ଟିସ୍ କର। ଦେଖ ଏଇଠି ଉଦାହରଣ ଲେଖାଯାଇଛି। ଚାଲ ନିମ୍ନ ପରିପ୍ରକାଶର ମାନ ନିର୍ଣ୍ଣୟ କରିବା। ପରିପ୍ରକାଶଟି କ'ଣ? 200 ମାଇନସ 40 ପ୍ଲସ୍ 3। ଏଠି ବନ୍ଧନୀ କାହିଁକି ବ୍ୟବହାର କରାଯାଇଛି? ବନ୍ଧନୀ ଭୁଲ ରୂପେ ବ୍ୟବହାର କଲେ ପ୍ରୋବ୍ଲେମ କ'ଣ ହେବ? ଦେଖ 40 ପ୍ଲସ୍ 3 ମିଶିଗଲା 43 ହେଲା। 200ରୁ ଫେଡ଼ିଲେ ତା ଉତ୍ତରଟା ଠିକ୍ ଆସିବ। ଯଦି ଜଣେ ପିଲା ବନ୍ଧନୀଟାକୁ ମନ ଇଚ୍ଛାରେ ଉଠେଇଦେଲା, ତାମାନେ 200 ମାଇନସ୍ 40 ପ୍ଲସ୍ 3, ତାହେଲେ ଉତ୍ତର ଭୁଲ ଆସିବ। ଠିକ୍ ଭାବରେ କେମିତି କରିବା ଦେଖ। ଲେଖିବା 200 ମାଇନସ୍ 40 ପ୍ଲସ୍ 3। ତେଣୁ 200 ସେମିତି ରହିଲା ମାଇନସ୍, ବ୍ରାକେଟ ଭିତରେ ଆମର ଦୁଇଟା ସଂଖ୍ୟା ଅଛି 40 ପ୍ଲସ୍ 3, ତାକୁ ମିଶାଇଲେ କେତେ ହେଲା? 43। ଏବେ 200ରୁ 43 ଫେଡ଼ିବା। 200ରୁ 43 ଫେଡ଼ିଲେ 157। ଏଇଟା ହେଲା ଆମର ବନ୍ଧନୀ ଅପସାରଣ କରିବାର ଠିକ୍ ବାଟ। ଯଦି ଆମେ ବନ୍ଧନୀଟାକୁ ୟୁଜ୍ କରିବାକୁ ଚାହୁଁନେ, ବନ୍ଧନୀ ଭିତର ସଂଖ୍ୟା ଗୁଡ଼ାକ ବାହାରକୁ ଆଣିବାକୁ ଚାହୁଁଛେ, କେମିତି କରିବା? ମାଇନସ୍କୁ 40ରେ ଗୁଣିଲେ ମାଇନସ୍ 40, ମାଇନସ୍କୁ ପ୍ଲସ୍ 3ରେ ଗୁଣିଲେ ମାଇନସ୍ 3। 200ରୁ 40 ଗଲେ କେତେ ହେବ? 160। 160ରୁ 3 ଫେଡ଼ିଲେ 157। ତାମାନେ ଉତ୍ତର ଆମର ଠିକ୍ ଆସିଲା 157। ହେଲେ ଆଉ ଗୋଟେ କଥା ମନେ ରଖ, ବନ୍ଧନୀ ପୂର୍ବରୁ ଯଦି ମାଇନସ୍ ଥାଏ, ତାହେଲେ ବନ୍ଧନୀ ଖୋଲିଲେ ବନ୍ଧନୀ ଭିତରେ ଯେଉଁ ସଂଖ୍ୟା ଅଛି ସେମାନଙ୍କର ସାଇନ୍ଟା ବଦଳିଯାଏ। ଯେମିତି ପ୍ଲସ୍ 40ଟା ମାଇନସ୍ 40 ହେଲା, ପ୍ଲସ୍ 3ଟା ମାଇନସ୍ 3 ହେଲା। ଏହିଭଳି ଆମେ କରିବା। ତାପରେ ଏକ୍ଜାମ୍ପଲ ଦେଖ। ଇରଫାନ ଏକ ପ୍ୟାକେଟ ବିସ୍କୁଟ 15 ଟଙ୍କା, ବୁଟ ଡାଲି ପ୍ୟାକେଟ 56 ଟଙ୍କାରେ କିଣି ଦୋକାନୀକି 100 ଟଙ୍କା ଦେଲା। ତାମାନେ 15 ଟଙ୍କା ଆଉ 56 ଟଙ୍କା ଏଇ ଦୁଇଟା ତାର ଖର୍ଚ୍ଚ। ଦୋକାନୀ କେତେ ଫେରେଇବ? 100ରୁ ମାଇନସ୍ କରିକି। ଦୋକାନୀ 15 56 ମିଶେଇ ଦେବ, 100 ଟଙ୍କାରୁ ଫେଡ଼ିକି ତାକୁ 29 ଟଙ୍କା ଦେବ। ଆମେ ଏଇଠି ବନ୍ଧନୀ କେମିତି ଅପସାରଣ କରିବା? 100 ଲେଖିବା। ବନ୍ଧନୀ ଭିତରେ କିଏ ଅଛି? 15 ଆଉ 56। ବନ୍ଧନୀଟା ଉଠେଇ ଦେଲେ 15ର ଆଉ 56ର ସାଇନ୍ଟା ବଦଳିଯିବ। ଦେଖ ପ୍ଲସ୍ 15ଟା ହେଲା ମାଇନସ୍ 15, ପ୍ଲସ୍ 56ଟା ହେଲା ମାଇନସ୍ 56। ମନେ ରଖିବ, ବନ୍ଧନୀକି ଉଠେଇଲେ ବା ସମାଧାନ କରିବାକୁ ଚାହିଁଲେ ବନ୍ଧନୀ ଭିତରେ ଯେଉଁ ସଂଖ୍ୟା ଥାଏ ସେମାନଙ୍କର ସାଇନ୍ଟା ବଦଳିଯାଏ। ଯଦି ବନ୍ଧନୀ ପୂର୍ବରୁ ମାଇନସ୍ ଥାଏ ତାହେଲେ ବଦଳେ। ଆଉ ଗୋଟେ ଏକ୍ଜାମ୍ପଲ ଦେଖ। 500 ମାଇନସ୍ 250 ମାଇନସ୍ 100। ପରିପ୍ରକାଶଟିକୁ ବିଚାରକୁ ନିଆଯାଉ। ଏହି ପରିପ୍ରକାଶକୁ ବନ୍ଧନୀ ଅପସାରଣ କରି ଲେଖି ହେବ କି? ଏଠି ବି ଠିକ୍ ସେଇଭଳିଆ। ବନ୍ଧନୀ ଅପସାରଣ କଲେ ବନ୍ଧନୀ ଭିତରେ ଥିବା ସଂଖ୍ୟା ଗୁଡ଼ାକର ଚିହ୍ନ ବା ସାଇନ୍ ବଦଳିଯିବ। ତାମାନେ ପ୍ଲସ୍ 250 ହେବ ମାଇନସ୍ 250, ମାଇନସ୍ 100 ହେବ ପ୍ଲସ୍ 100, ପ୍ଲସ୍ଟା ମାଇନସ୍ ହେବ, ମାଇନସ୍ଟା 100 ହେବ। ତାପରେ ଫେଡ଼ାଣ କରିକି ମିଶ୍ରଣ କରିକି ଲେଖିବା। ଏବେ ଆଉ ଗୋଟିଏ ବଢ଼ିଆ ଏକ୍ଜାମ୍ପଲ ଦେଇଛି ବୁଝିବା ପାଇଁକି। 53 ପ୍ଲସ୍ ମାଇନସ୍ 16, 53ରୁ 16 ଫେଡ଼ିଲେ ଆମର 37 ହେଲା। ଏବେ ଦେଖ, ଆମେ ତ ଜାଣିଛେ ବଡ଼ ସଂଖ୍ୟାରୁ ସାନ ସଂଖ୍ୟା ଫେଡ଼ିଦେବା, ବଡ଼ ସଂଖ୍ୟାରେ ଯେଉଁ ଚିହ୍ନ ଉତ୍ତରରେ ସେଇ ଚିହ୍ନ। ଏଠି ବି ସେମିତି 53 ପ୍ଲସ୍ ମାଇନସ୍ 16 ଆମର 37। ଆକ୍ଚୁଆଲି ଏଠି ତିନିଟା କମ୍ପାରିଜନ୍ ଦେଇଛି। ଏଠି ମାଇନସ୍ 87 ମାଇନସ୍ 16, ଦୁଇଟା ଯାକ ମାଇନସ୍ ଅଛି, ଦୁଇଟା ଯାକ ଋଣ, ତେଣୁ ଦୁଇଟା ଯାକ ମିଶିଯିବ ଆଉ ସେଇ ଋଣ ହିଁ ରହିବ। 27 ଟଙ୍କା ଧାର ନେଇଥିଲ, 16 ଟଙ୍କା ଧାର ନେଲ, ମିଶିଲେ କେତେ ହେବ? 7 6 13, 3 ରଖି ନେଲା 1, 8 1 9 1 10, 103। 103 କିନ୍ତୁ ମାଇନସ୍ ଚିହ୍ନ ରହିବ। ଦେଖ 53ଟା ବଢ଼ିକି 54 ହେଲା, ମାଇନସ୍ 16 ଅଛି। 54ଟା 53 ଠାରୁ 1 ଅଧିକ, ତେଣୁ ପରିପ୍ରକାଶର ମୂଲ୍ୟ 1 ହେବ। ତେଣୁ 37 ଜାଗାରେ 38 ହେଲା। 52 53 ଠାରୁ 1 କମ, ତେଣୁ ପରିପ୍ରକାଶର ମୂଲ୍ୟ 37 ଠାରୁ 1 କମ ହେବ। ଉପର ପ୍ରଶ୍ନକୁ ଦେଖ। 53 ମାଇନସ୍ 16, ତଳ ପ୍ରଶ୍ନରେ ଲେଖା ହେଇଛି 52 ମାଇନସ୍ 16। ତେଣୁ 37 ଠାରୁ 1 କମ ମାନେ କେତେ? 36 ହେବ ଆମର ଉତ୍ତର। ଦେଖ ଏଇ ପ୍ରଶ୍ନକୁ ଦେଖ, ଏଇ ପ୍ରଶ୍ନକୁ ଦେଖ, ଗୋଟିଏ କମିଲା, ତେଣୁ ଫେଡ଼ାଣ ଫଳ ବି ଗୋଟିଏ କମିବ। ସେମିତି 87 16 ମିଶିକି ହେଇଥିଲା 103, 87ରୁ ଗୋଟେ ବଢ଼ିକି 88 ହେଲା, 16ରୁ ଗୋଟିଏ କମିକି 15 ରହିଲା। ତାମାନେ ଗୋଟିଏ ଯେମିତି ବଢ଼ିଲା ଗୋଟିଏ ସେମିତି କମିଲା, ତାମାନେ ଉତ୍ତର ସେତିକି 103 ବି ହେବ। ଏଇ ନମ୍ବର ପ୍ରଶ୍ନ ଦେଖ। 53 ଆଉ ମାଇନସ୍ 15, 54କୁ ଗୋଟେ କମିକି 53 ହେଇଛି, 16 ଗୋଟେ ବଢ଼ିକି ମାଇନସ୍ 15 ହେଇଛି। ତାମାନେ ଉତ୍ତର ଆମର ସମାନ ରହିବ। 16ଟା ହେଲା ସାନ, ମାଇନସ୍ 15ଟା ହେଲା ବଡ଼। ତେଣୁ ଆମେ ଭାବିବାନି 15ଟା ସାନ ବୋଲି। ମାଇନସରେ ଯେତେ ବଡ଼ ସଂଖ୍ୟା ସେତେ ସାନ, ଯେତେ ସାନ ସେତେ ବଡ଼।
तेणु -15 -16 ठारू एक कम ना बेसी एक्चुअली -15 टा हैला बड़ -16 हैला सान तेणु उत्तर आमर सेई 38 रहिबो। एठी ऊपर प्रश्न को लक्ष्य कर 52 थिला 53 करा जाईची ता माने गोटे बढ़ीची संख्या प्लस संख्याटा किंतु -16 टा कमिकिरी 17 ହେଇची 17 हेले एठी भी से समान उत्तर हबो 36 ऊपर 36 तळे भी 36 कारण माइनस रो सान संख्या जे सी हैला बड़ संख्या कारण 52 टा बढ़ीकी 53 ହେଇची किंतु 16 टा कमिकी 17 ହେଇची तेणु ऊपर प्रश्नर उत्तर समान। एबे देख डाहाण पटको आस -88 -15 मिसिकी -103 ହେଇथा -88 बढ़ीकिरी -86 हैला ता माने 2 बढ़िला -15 कम ହେଇकिरी -18 हैला ता माने जेहेतु एपटे 2 बढ़ीची तेणु उत्तरटा 103 जगह केते हबो 101 पुणी 18 हैला 15 टा 18 15 18 माने 3 कमिला तेणु 101 रे पुणी -3 ऐड हबो -3 ऐड हेले -104 जदि एते कथा बुझी न परुच सिंपल मने रखिबो दीटा माइनस मिसी गले हमर उत्तर माइनस रे हुए तेणु 86 18 मिसई देले 104 हबो माइनस चिन्ह दिया हबो सब बेले मने रखिबो दीटा ऋण मिसिले आ गोटिए ऋण तेणु -86 -18 सी -104 हबो मिसई दबो। एटी सेमती 97 26 आर ऊपर सहित कौन लिंक नहीं बहुत बड़ बड़ संख्या ताठारू खाली मिसई दबा मिसेले -123 एबे हमें बुझी परिले माइनस प्लस ऊपर हमर गोटे सिंपल धारणा आसीगला एबे निजे करी देख करिबा 24 प्लस 6 माइनस 4 24 प्लस 6 माइनस 4 बंदनीटा को अपसारण करी बा बंदनीटा उठीगला ता भीतर संख्याटा सेमती लेखा हैला देख 6 माइनस 4 बंधनी भितर अच्छी ता पूर्वर प्लस चिन्ह अच्छी प्लस चिन्ह थिले संख्या गुड़ाकर किछि बदलिबो नाही माइनस चिन्ह थिले साइन बदले। बी नंबर देख 38 प्लस तामाने ब्रैकेट पूर्वर प्लस अच्छी तामाने भीतर कौनसी साइन बदलिबोनी डाहाण पटको देख 9 माइनस 4 तामाने बाम पटे आमे से 9 माइनस 4 लिखिबा। सी नंबर देख 24 माइनस 6 जुक्त 4 ब्रैकेट भीतर अच्छी 6 जुक्त 4 ब्रैकेट पूर्वर अच्छी माइनस एबे माइनस अच्छी जेहेतु ये 6 प्लस 4 रो साइन बदली जिवो प्लस 6 टा हबो माइनस 6 आ प्लस 4 टा हबो माइनस 4 डाहाण पटे माइनस 4 देइची केवल आमे 6 पूर्वर माइनस 6 लिखि देले ठीक ही जिवो आंसर तेणु जदि माइनस थाए ताहले उभय संख्यार साइन बदली जाए जेमिति कि प्लस 6 माइनस 6 हैला प्लस 4 माइनस 4 एठी देखो दीटा जाक माइनस अच्छी -6 -4 तेणु आमे लिखिबा -6 -4। ई नंबर 27 माइनस 8 प्लस 3 तामाने -8 हबो -3 हबो ब्रैकेटटा अपसारण हबो बंदनीटा अपसारण हेले ता भीतर संख्या गुड़ाकर साइन बदली जिवो तेणु +8 हैला -8 +3 हैला -3 एबे देखो एफ नंबर प्रश्न हला 27 माइनस 8 प्लस 3 लिखिबा कारण एइट देख -8 लिखा जाइए +3 लिखा जाइए कारण यहाँ ब्रैकेट भितर थिला +8 टा -8 ହେଇची -3 थिबारु सेटा डाहाण पटे +3 ହେଇची तेणु आमे जदि एठी -3 लिखिबा ताहले ब्रैकेट उठी गला परे +8 टा डाहाण पटे -8 हबो आ -3 टा +3 हबो तेणु राइट साइड को देखिकी आमे बाम पटे प्लस माइनस लगेइबा कारण बंदनी उठी सारिला परे डाहाण पटटा हला रिजल्ट तेणु बाम पटे आमे लिखिले -3 ब्रैकेट उठिले डाहाण पटे सेटा +3 हबो। एबे 2 नंबर बंधनी अपसारण करी निम्नलिखित परिप्रकाश गुड़िक लेख जेपरी परिप्रकाशर मान अपरिवर्तित रहिबो अपरिवर्तित माने जहाँ लिखा जाइछि से देख 14 प्लस 12 जुक्त 10 बंधनी उठेले 14 जुक्त 12 जुक्त 10 खाली सेई लाइनटा लिखिबा जेहेतु बंधनी पूर्वरु प्लस साइन अछि तेणु बंधनी अपसारण हैला परे कौनसी परिवर्तन हेबो नाही तेणु 14 रहिला 12 सेई प्लस 12 रहिबो 10 सेई प्लस 10 रहिबो। बी नंबर प्रश्न 14 माइनस 12 प्लस 10 एठी देख बंधनी पूर्वरु माइनस चिन्ह अछि तेणु 14 प्लस 12 टा हबो -12 प्लस 10 टा हबो -10 तेणु लिखिबा सेटा 14 माइनस 12 माइनस 10। सी नंबर देख 14 प्लस 12 माइनस 10 बंधनी पूर्वर प्लस अच्छी तेणु जहाँ लिखा जाइए से लिखा +12 लिखा -10 लिखा खाली 12 माने +12 है। डी नंबर प्लस थी किसी परिवर्तन है यही 3टा जाक नंबर देख बंधनी पूर्वर माइनस अच्छी तामाने बंधनी भितर जो संख्या गुड़ाक अच्छी
तार सब साइन बा चिन्ह गुड़ाक बदलिब प्लस गुड़ाक माइनस हम माइनस गुड़ाक प्लस हम 14 प्लस 12टा हम -12 माइनस 10टा हम प्लस 10 एमती भी मन रखिब दुईटा माइनस गुणिले प्लस हो जाए। ई नंबर क्वेश्चन -14 प्लस 12 माइनस 14 एटी तो किसी बंधनी नहीं तेणु सेमती लिखिबा -14 प्लस 12 माइनस 10। एफ नंबर लिखा जाइए 14 देख ब्राकेट पूर्व माइनस थिला ब्राकेट भितर भी माइनस अच्छी तेणु -12टा बदलिकी प्लस 12 हम आउ -10टा बदलिकी प्लस 10 हम बंधनी की अपसारण कले तेणु लिखिबा प्लस 12 ये भी देख माइनस माइनस 12 गुणी हेलारू प्लस है बुझीपार तो। 3 नंबर निम्नलिखित परिप्रकाश गुड़िकर मान निर्णय कर प्रत्येक जोड़ार मान समान कि नुहे प्रथमे अनुमान कर जेतेबेले दुईटी परिप्रकाशर मान समान हेबो कि। देख ये है 6 10 ब्राकेट भितर अच्छी 6 10 है 16 एटी 10 2 अच्छी ब्राकेट भितर 10 2 है 8 8 6 14 एपटे 10 6 16 16 रु 2 गले 14 तामाने आमर एटी बाम पार्श्व दक्षिण पार्श्व समान अच्छी आमे गुडा खातार गोटी गोटी करी करिबा। 3 नंबर ए 6 प्लस 10 माइनस 2 एटा है 16 16 रु 2 गले 14 एटा है बाम पार्श्व सेमती लिखिबा दक्षिण पार्श्व 6 प्लस 10 माइनस 2 6 को 6 लिखा है 10 रु 2 गले 8 6 आउ 8 को ऐड कले 14 एबे हमर देख बाम पार्श्व और दक्षिण पार्श्व उभय समान तेणु लिखिबा अतएव बाम पार्श्व इक्वल टू दक्षिण पार्श्व। बी नंबर 16 माइनस 8 माइनस 3 एबे लिखिबा 16 माइनस एपटे सेमती लिखा होची 16 माइनस 8 माइनस 3 तापरे बाम पार्श्वर मूल्य बाहर करिबा 16 माइनस 8 माइनस 3 8 रु 3 गले 5 16 माइनस 5 16 रु 5 गले 11 है आमर उत्तर। सेमती दक्षिण पार्श्व 16 आउ 8 सेटा भितर बंधनी अच्छी 16 माइनस 8 माइनस 3 16 रु 8 गले 8 8 माइनस 3 8 रु 3 गले 5 देख 11टा बड़ 5टा सान तामाने बाम पार्श्वटा बड़ डाहाण पार्श्वटा सान लिखिबा एठारे 11 ग्रेटर देन 5 अर्थात बाम पार्श्व ग्रेटर देन दक्षिण पार्श्व बाम पार्श्वटा दक्षिण पार्श्व ठारू बड़। तापरे सी नंबर 27 माइनस 18 प्लस 4 तेणु बाम पार्श्व एटा है दक्षिण पार्श्व है 27 प्लस ब्राकेट भितर माइनस 18 और माइनस 4 एबे लिखिबा बाम पार्श्व 27 माइनस 18 प्लस 4 18 आउ 4 ब्राकेट भितर अच्छा तेणु 27 माइनस 28 रे 4 मिसिले 22 27 रु 22 गले 5 तेणु बाम पार्श्व आमर मान बाहर 5 एबे दक्षिण पार्श्वर समाधान करिबा दक्षिण पार्श्व लिखिबा 27 प्लस माइनस 18 माइनस 4 ब्राकेट भितर रहिला माइनस 18 माइनस 4 दीटा जाक माइनस अच्छी 18 गोटे ऋण 4 गोटे ऋण दीटा माइनस थिला हम ताको मिसेई दबा तेणु 18 4 मिसिला 22 माइनस 22 हबो एबे देख 27 माइनस 22 ता माने 27 रु 22 फेडिबा 27 रु 22 गले 5 हैला हमर उत्तर। तापरे लिखिबा बाम पार्श्व इक्वल टू दक्षिण पार्श्व कारण उभय पटे हमर समान उत्तर आसीछि। 4 नंबर ए निम्न रे दिया जाइथिबा परिप्रकाश गुड़िक मध्यरु केउ जोड़ा परिप्रकाशर मान चिन्ह पुणी लिखा जाइछि हिसाब न करिकी ता माने देख 4 नंबर ए रे 4टा बीजगणितिक परिप्रकाश अछि एक एटा हला प्रथम द्वितीय सबुठी दिटा लेखा पद तृतीय आउ चतुर्थ एई 4टा परिप्रकाश रे संख्या भी समान 319 537 एटा प्लस अछि द्वितीय तृतीय परिप्रकाश को लक्ष्य कर द्वितीय रे होची 319 प्लस 537 माइनस एठी भी समान 319 प्लस 537 माइनस आउ शेष परिप्रकाश टी रे फेडाण करा जायछि 537 रु 319
ତେଣୁ ପ୍ରଥମ ଆଉ ଶେଷ ସମ୍ପୂର୍ଣ୍ଣ ଅଲଗା, ଦ୍ୱିତୀୟ ପରିପ୍ରକାଶ ତୃତୀୟ ପରିପ୍ରକାଶ ସମାନ, କେବଳ ସଂଖ୍ୟାର କ୍ରମ ପରିବର୍ତ୍ତନ କରାଯାଇଛି। ତେଣୁ ଉତ୍ତର ଲେଖିଲା ବେଳେ ଲେଖିବା ଦ୍ୱିତୀୟ ପରିପ୍ରକାଶ ଆଉ ତୃତୀୟ ପରିପ୍ରକାଶର ମୂଲ୍ୟ ସମାନ। ବି ନମ୍ବର 87 ପ୍ଲସ୍ 46 109, ଇଏ ହେଲା ପ୍ରଥମ ପରିପ୍ରକାଶ। ଦ୍ୱିତୀୟଟି ହେଲା 87 ପ୍ଲସ୍ 46 ମାଇନସ୍ 9। ଏଠି ପିଲାମାନେ ସମୁଦାୟ 6ଟି ପରିପ୍ରକାଶ ଦିଆଯାଇଛି। ଏମିତି ଲେଖିଲେ ଆମକୁ ଜଣା ପଡୁନି କୋଉଟା ପ୍ଲସ୍ କୋଉଟା ମାଇନସ୍, କ୍ଲମଜି ଲାଗୁଛି। ଆମେ ୟାକୁ ଖାତାରେ ଲେଖିଦବା, ତାପରେ ବୁଝ। ଏଇଟା ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ସମୁଦାୟ 6ଟି ପରିପ୍ରକାଶ ଅଛି। 6 ନମ୍ବର ପରିପ୍ରକାଶ ପାଇଁ ଶେଷଟିକୁ ଦେଖ, 87 ରୁ 46 ଫେଡା ହେଇଛି ପ୍ଲସ୍ 109, ତାମାନେ 87 46 ଦେଖ, ଏଇଟାକୁ ଦେଖ, ଏଇ ଚତୁର୍ଥ ନମ୍ବରଟି, ତାମାନେ ଚତୁର୍ଥ ନମ୍ବର ଆଉ ଷଷ୍ଠ ନମ୍ବର ସମାନ ଅଛି। ଆଉ ପ୍ରଥମ, ଦ୍ୱିତୀୟ, ତୃତୀୟ ଏ ତିନିଟାକୁ ଦେଖ, ଏ ତିନିଟା ମଧ୍ୟ ସମାନ, କାରଣ ପ୍ରଥମରେ 87 ପ୍ଲସ୍ 46, ଦ୍ୱିତୀୟରେ ବି 87 ପ୍ଲସ୍ 46, ତୃତୀୟରେ ବି 87 ପ୍ଲସ୍ 46, ଆଉ ସବୁଥିରୁ 109 ମାଇନସ୍ କରାଯାଇଛି। 5 ନମ୍ବର ପରିପ୍ରକାଶଟା ସବୁଠାରୁ ଅଲଗା। ଦେଖ, ପ୍ରଥମରେ 87 ପ୍ଲସ୍ 46 ମାଇନସ୍ 109, ଦ୍ୱିତୀୟକୁ ବି ଲକ୍ଷ୍ୟ କର, ଠିକ୍ ସେଇଭଳିଆ 87 ପ୍ଲସ୍ 46 ମାଇନସ୍ 109, ବ୍ରାକେଟ୍ ଅଛି କିନ୍ତୁ ବ୍ରାକେଟ୍ ପୂର୍ବରୁ ପ୍ଲସ୍ ଅଛି। ପ୍ଲସ୍ ଯେହେତୁ ଅଛି, ବ୍ରାକେଟ୍ ଉଠିଲେ ବି ତା ଭିତର ଗୁଡାକର ସେଇ ସମାନ ଚିହ୍ନ ରହିବ, ତେଣୁ ପ୍ଲସ୍ 46 ମାଇନସ୍ 109 ହବ। ତୃତୀୟଟା ବି ସମାନ। ଏବେ ଖାତାରେ ସେଗୁଡାକ ଅଲଗା କରି ଲେଖିବା, ଆମକୁ ଆଇଡେଣ୍ଟିଫାଇ କରିବାକୁ ମାନେ ଭଲ ଭାବରେ ଆମେ ବୁଝିପାରିବା। 87 ପ୍ଲସ୍ 46 ମାଇନସ୍ 109, ଯେହେତୁ ହିସାବ ନ କରିକି କରିବା ବା ମାନ ନିର୍ଣ୍ଣୟ କରିବାନି, ଦେଖ 87 ପ୍ଲସ୍ 46, 87 ପ୍ଲସ୍ 46, ଯେହେତୁ ପ୍ଲସ୍ ଅଛି ବ୍ରାକେଟ୍ ଉଠିଲେ ସେଇଆ ହବ। ତାପରେ 87 ପ୍ଲସ୍ 46, ଏଇ ତିନିଟା ଯାକ ସମାନ, ତାମାନେ ଏଇ ତିନୋଟି ପରିପ୍ରକାଶର ମାନ ସମାନ ବା ଏଇ ତିନୋଟି ଉକ୍ତିର ମାନ ସମାନ। ଏବେ ଚତୁର୍ଥକୁ ଆଉ ଷଷ୍ଠକୁ ଦେଖ, 87 46 ମାଇନସ୍ କରାଯାଇଛି, 109 ଆଡ୍ କରାଯାଇଛି। ଚତୁର୍ଥ ଷଷ୍ଠ ଏଇ ଦିଟା ହେଲା, ଏଇ ଦିଟା ଉକ୍ତିର ମାନ ସମାନ, ଆଉ ପଞ୍ଚମଟା ସମସ୍ତଙ୍କ ଠାରୁ ଭିନ୍ନ। ଆମେ ଏଇ ଜିନିଷକୁ ସଜେଇକି ଲେଖିବା। ପ୍ରଥମ ତିନୋଟି ଉକ୍ତିର ମାନ ସମାନ, କାରଣ ପ୍ରତ୍ୟେକ ଉକ୍ତି 87 ପ୍ଲସ୍ 46 ମାଇନସ୍ 109। ତାପରେ ଲେଖିବା ଚତୁର୍ଥ ଓ ଷଷ୍ଠ ଉକ୍ତିର ମାନ ସମାନ, ପ୍ରତ୍ୟେକ ଉକ୍ତି ହେଲା 87 ମାଇନସ୍ 46 ପ୍ଲସ୍ 109, ଆଉ ପଞ୍ଚମ ଉକ୍ତିଟା ସମସ୍ତଙ୍କ ଠାରୁ ଭିନ୍ନ ଅଟେ। ନିମ୍ନଲିଖିତ ପରିପ୍ରକାଶ ଗୁଡ଼ିକର ସୂଚିତ ମୂଲ୍ୟ ଅପରିବର୍ତ୍ତିତ ରଖି ଉପଯୁକ୍ତ ସ୍ଥାନରେ ବନ୍ଧନୀ ବ୍ୟବହାର କର। ତାମାନେ ପରିପ୍ରକାଶର ମୂଲ୍ୟଟା କେତେ ଆମକୁ ଦିଆଯାଇଛି, ଆମକୁ ମୂଲ୍ୟ ବାହାର କରିବାର ନାହିଁ, ଆମେ କେବଳ ଉପଯୁକ୍ତ ସ୍ଥାନରେ ବନ୍ଧନୀ ଲଗେଇବା, ଯେମିତି ମୂଲ୍ୟଟା ବଦଳିବନି। ଏ ସବୁ ଗୁଡାକ ସେମିତିଆ, ତେଣୁ ଆମେ ତାକୁ ଦେଖିବା, ପ୍ରଥମ ଦିଟା ସଂଖ୍ୟା ମଧ୍ୟରେ ବନ୍ଧନୀ ରହିବ କି ଦ୍ୱିତୀୟ ଦିଟା ସଂଖ୍ୟା ମଧ୍ୟରେ ବନ୍ଧନୀ ରହିବ। ଦେଖ, 34 ମାଇନସ୍ 9 ପ୍ଲସ୍ 12 ଇକ୍ୱାଲ୍ ଟୁ 13 ଲେଖାଯାଇଛି। ତେଣୁ ଆମେ ଯଦି 9 12କୁ ମିଶେଇବା, 9 12 ହେଉଛି 21, 34 ରୁ 21 ଫେଡ଼ିଲେ ଆମର 13 ହବ। ତେଣୁ 9 ଆଉ 12କୁ ବ୍ରାକେଟ୍ ଦେଇଦବା, ତେଣୁ 9 ପ୍ଲସ୍ 12 ଏଠି ହେଲା ବ୍ରାକେଟ୍, ଆମର ଉତ୍ତର ହବ 13। ଏବେ ଏଇଟା ଆମର ଠିକ୍ ଉତ୍ତର ହେଲା, 34 ମାଇନସ୍ 21 ସମାନେ 13 ହେଲା ଉତ୍ତର। ପିଲାମାନେ ଦେଖ, ଆମେ ଯଦି 34 ରୁ 9 ଫେଡ଼ିଥାନ୍ତେ, 14 ରୁ 9 ଗଲେ 5, ତାମାନେ 25 ହେଇଥାନ୍ତା, 25 ରେ 12 ମିଶେଇଲେ ଆମର କେବେ 13 ହବନି, ସେଥିପାଇଁ ଆମେ 9 ଆଉ 12 ମଧ୍ୟରେ ବ୍ରାକେଟ୍ ଦେଲେ। ତାପରେ B ନମ୍ବର ପ୍ରଶ୍ନ ଦେଖ, 56 ମାଇନସ୍ 14 ଫେଡାଣ 8 ସମାନେ 34।
ଏଠି ସେମିତି -14 -8 ଅଛି। ତା ମାନେ ଆମେ ବ୍ରାକେଟ ବାହାରେ ମାଇନସ ରଖିବା, 14 ପ୍ଲସ୍ 8 ରେ ପ୍ଲସ୍ ଦବା, କାରଣ ବ୍ରାକେଟ ଯେବେ ଖୋଲେ ବ୍ରାକେଟ ଭିତରେ ଥିବା ସଂଖ୍ୟା ଗୁଡ଼ିକର ସାଇନ୍ ବଦଳିଯାଏ। ତେଣୁ ଆମେ ଯଦି ବ୍ରାକେଟ ଭିତରେ ସଂଖ୍ୟା ରଖିବା ତାହେଲେ ଲେଖିବା 14 ପ୍ଲସ୍ 8 ଆଉ ବ୍ରାକେଟ ବାହାରେ ମାଇନସ ଦବା, ଏଇଟା ପ୍ଲସ୍ ଦେଇକିରି ଆମେ କରିବା। ତେଣୁ 56 ମାଇନସ 14 ପ୍ଲସ୍ 8 ହେଇଯିବ 34। ପ୍ରଶ୍ନଟାକୁ ଏଥର ଉପରେ ଲେଖି ଦଉଛି। ତେଣୁ 56 ମାଇନସ 14 ମାଇନସ 8, 56 ମାଇନସ 14 ମାଇନସ 8। ଏବେ ଦେଖ ଆମର ଉତ୍ତର ଠିକ୍ ଆସିବ, କାରଣ 14 8 ହେଉଛି 22, 56 ରୁ 22 ଗଲେ 34 ହେବ ଆମର ଉତ୍ତର। ତାପରେ ସି ନମ୍ବର -22 -12 ପ୍ଲସ୍ 10 ପ୍ଲସ୍ 22 ଇକ୍ୱାଲ୍ ଟୁ -22। ତେଣୁ -22 ଲେଖିବା, -12 ପ୍ଲସ୍ 10 କେମିତି କଲେ ଆମର -22 ରହିବ? ଗୋଟେ କାମ କରିବା, ଏଇ ଦୁଇଟାକୁ ବ୍ରାକେଟରେ ରଖିଦେବା, 12 10 22, ଗୋଟେ 22 ଆଉ ଗୋଟେ 22, 22 ରୁ 22 ଗଲେ 0, ଖାଲି 22 ହେବ ଉତ୍ତର ଆଉ। ତେଣୁ ଏଇଟାକୁ ଯଦି ବ୍ରାକେଟରେ ରଖିବା, -12 ଆଉ ପ୍ଲସ୍ 10 କୁ ୱିଦିନ୍ ବ୍ରାକେଟରେ ରଖିଲେ +22, ତାପରେ -22 12 10 ମିଶିଲେ 22, ଏପଟେ ଅଛି ମାଇନସ୍, ତା ମାନେ -22 ପ୍ଲସ୍ 22, -22 ପ୍ଲସ୍ 22 ଦୁଇଟା ଯାକ ପ୍ଲସ୍ ମାଇନସ୍ ଅଛି ମାନେ 0, ବା +22 ରୁ -22 ଫେଡ଼ିଲେ 0, ଉତ୍ତର ଆମର ହେଲା ଖାଲି -22। ଠିକ୍ ଅଛି ଆମର ଉତ୍ତର। 6 ନମ୍ବର, ଶୂନ୍ୟ ସ୍ଥାନରେ ଏପରି ସଂଖ୍ୟା ପୂରଣ କର ଯେପରିକି ଉଭୟ ପାର୍ଶ୍ୱର ମାନ ସମାନ ହେବ। ଦେଖ 423 ଏପଟେ ଲେଖାଯାଇଛି 419 ପ୍ଲସ୍ ଡ୍ୟାସ୍। ତେଣୁ 423 ର ଆମେ ଯଦି ପାଖ ହୋଲ୍ ନମ୍ବରକୁ ଦେଖିବା 430, ତାହେଲେ ଆମକୁ ଗୋଟେ ବଡ଼ ସଂଖ୍ୟା 423 ପଟେ ମନେକର 7 ମିଶିବାକୁ ପଡ଼ିବ, କିନ୍ତୁ 419 ପଟେ ଆଉ ଟିକେ ବଡ଼ ସଂଖ୍ୟା ମିଶିବାକୁ ପଡ଼ିବ। ତେଣୁ ଆମେ କ'ଣ କରିବା, 423 ଆଉ 419 ଭିତରୁ ସାନ ସଂଖ୍ୟା ହେଉଛି 419। 419 ର ପାଖାପାଖି ଗୋଟିଏ 5 ବାଲା ସଂଖ୍ୟା ନେବା, 19 ପରେ 21 22 23 24 25, 419 ରେ 6 ମିଶେଇଲେ 425 ହେବ, 423 ରେ 2 ମିଶେଇଲେ ବି 425 ହେବ। ତେଣୁ ଆମେ ଏଇ ଯୋଉ ଏପଟେ 2 ଲେଖିଲି ସେପଟେ 6 ଲେଖିଲି, ଏଇଭଳିଆ ଅନେକ ସଂଖ୍ୟା ତୁମେ ମାନେ ଭାବି ଚିନ୍ତିକି ଲେଖିପାରିବ। ହେଲା, ଏପଟେ 6, 419 ରେ 6 ମିଶିଲେ 425, ଏପଟେ 423 ରେ 2 ମିଶିଲେ 425। ଏବେ ବାମ ପାର୍ଶ୍ୱ ଦକ୍ଷିଣ ପାର୍ଶ୍ୱ ଉଭୟ ପାର୍ଶ୍ୱର ମୂଲ୍ୟ ସମାନ। ସେମିତି ଦେଖ 207 ରୁ 68 ଗଲେ ଯେତିକି ହେବ, 210 ରୁ କେତେ ମାଇନସ୍ କଲେ ସେତିକି ହେବ। ତେଣୁ 207 ରୁ 68, ଦେଖ ସେପଟେ 207 ଥିଲା, ଏପଟେ 3 ବଢ଼ିଗଲା, 210 ହେଲା। ତେଣୁ 68 ରେ 3 ବଢ଼େଇ ଦେବା, ବଢ଼େଇଲେ ଆମର ଉତ୍ତର ହେଇଯିବ 71। ତେଣୁ 210 ମାଇନସ୍ 71 ହେବ ଆମର ଉତ୍ତର। ଯଦି ଏତେ କଥା ବୁଝି ନ ପାରୁଛ ତାହେଲେ 207 ରୁ 68 ଫେଡ଼ିଦେବ, ଯେତିକି ହେଲା 210 ରୁ ସେଇ ସଂଖ୍ୟା ଫେଡ଼ିଦେବ, ଦେଖିବ 71/71 ହେବ ଉତ୍ତର। ଏବେ 7 ନମ୍ବର ପ୍ରଶ୍ନ ପାଖକୁ ଯିବା। 2 3 5 ପ୍ଲସ୍ ମାଇନସ୍ ବନ୍ଧନୀ ବ୍ୟବହାର କରି ଯେତେ ସମ୍ଭବ ଭିନ୍ନ ଭିନ୍ନ ମାନ ଥିବା ସଂଖ୍ୟା ଗୁଡ଼ିକ ବା ସଂଖ୍ୟାର ପରିପ୍ରକାଶ ଗଠନ କର। ଯେମିତିକି 2 3 2 -3 5 ମିଶିକି ହେଲା 4, 3 -5 -2 ହେଲା 0, এইଭଳି ଆମେ ଅନେକ ଲେଖିପାରିବା। ପ୍ଲସ୍ ମାଇନସ୍ ଉଭୟ ଚିହ୍ନ ବ୍ୟବହାର କରିକି ଲେଖିବା। 2 ପ୍ଲସ୍ 3 ପ୍ଲସ୍ 5, 5 3 ହେଲା 8, 8 ରେ 2 ମିଶେଇଲେ 10। ଡବଲ ଆଇ ନମ୍ବର କୋଶ୍ଚିନ୍ ତ ନୁହଁ, ଆମେ ନିଜେ ମନକୁ ଲେଖୁଛେ। ତେଣୁ 2 ମାଇନସ୍ 3 ପ୍ଲସ୍ 5, 3 ପ୍ଲସ୍ 5 କି ଆମେ ବ୍ରାକେଟରେ ରଖିବା, ଲେଖିବା 2 ମାଇନସ୍ 3 ପ୍ଲସ୍ 5 ହେଲା 8, 2 ରୁ 8 ମାଇନସ୍ କଲେ -6 ହେଲା ଆନ୍ସର। ସେମିତି ଡବଲ ଆଇ ଲେଖିବା, ଯାହା ଗୋଟେ ଭାବିକି ଲେଖିବା ପ୍ଲସ୍ ମାଇନସ୍ ଦେଇକି। 2 - 3 - 5, ପ୍ରଥମେ 2 - 3 ତାକୁ ରଖିବା ବ୍ରାକେଟ ଭିତରେ। ଅନେକ ପ୍ରକାରରେ ଲେଖିକି ଦେଖିବା ଆଉ, ତୁମର ପ୍ଲସ୍ ମାଇନସ୍ରେ କନସେପ୍ଟଟା ପୁରା କ୍ଲିଅର ହେବା ପାଇଁ ଏମିତି କରାଯାଇଛି। 2 - 3 ବଡ଼ ସଂଖ୍ୟାରୁ ସାନ ସଂଖ୍ୟା ଫେଡ଼ିବା, ବଡ଼ ସଂଖ୍ୟାରେ ମାଇନସ୍ ଚିହ୍ନ, ତେଣୁ ଉତ୍ତର ହେଲା -1 ଆଉ -5 ମିଶିକି ହେଲା -6। ଆଇ ଭି ସେମିତି ଲେଖିବା, 2 - 3 - 5, ଦ୍ୱିତୀୟ ଦୁଇଟାକୁ ବ୍ରାକେଟ ଦେବା, 3 - 5। ଏବେ 3 ରୁ 5 ଫେଡ଼ିବା, 2 କି ସେମିତି 2 ଲେଖିବା, ମାଇନସ୍ ଚିହ୍ନ ଦେବା, 5 ରୁ 3 ଫେଡ଼ିଲେ ହେଉଛି 2, ଯେହେତୁ ବଡ଼ ସଂଖ୍ୟାରେ ମାଇନସ୍ ଚିହ୍ନ ତେଣୁ ଉତ୍ତର ହେବ -2। 2 - -2, ଦୁଇଟା ମାଇନସ୍ ଥିଲେ -2 ମାନେ +2, ତେଣୁ 2 2 ମିଶିକିରି 4 ହେଲା। ଏବେ ଆଉ ଗୋଟେ ନମ୍ବର ଏଇଠି କରିଦେବା,
2 ପାଖରେ ମାଇନସ୍ ଦେଇକି ଗୁଡ଼ାଏ କଲେଣି, ଏବେ 2 ପ୍ଲସ୍ ଦେଇକି କରିବା। 2 ପ୍ଲସ୍ 3 ମାଇନସ୍ 5 ଭି ନମ୍ବର 2 ପ୍ଲସ୍ 3 ମାଇନସ୍ 5, 2 କୁ 2 ଲେଖିବା, 3 ମାଇନସ୍ 5 ଯେ ସେ ହେଲା -2, 2 ରୁ 2 ଗଲେ 0। ତେଣୁ ଆମେ 4-5ଟା ଏଇଭଳିଆ କଲେ, ତୁମେ ଚାହିଁଲେ ଆହୁରି ଗୁଡ଼ାଏ କରିପାରିବ। 8 ନମ୍ବର ପ୍ରଶ୍ନ ଦେଖ, ଯେତେବେଳେ କୌଣସି ସଂଖ୍ୟାକୁ 9 ବିୟୋଗ କରିବାକୁ ଥିଲେ ଯଶୋଦା ସଂଖ୍ୟାରୁ 10 ବିୟୋଗ କରି 1 ଯୋଗ କଲା। ଉଦାହରଣ ସ୍ୱରୂପ ଯଦି 36ରୁ 9 ଫେଡ଼ିଥାନ୍ତା, ଯେତିକି ହେଇଥାନ୍ତା 36ରେ 10 ମିଶେଇକି 1 ଫେଡ଼ିବ। ପ୍ରଶ୍ନରେ ଦେଇଛି ସେ ସର୍ବଦା ଠିକ୍ ଉତ୍ତର ପାଇବ କି? ହଁ ପାଇବ, ଏଇଟା ଗୋଟେ ବଢ଼ିଆ ଟ୍ରିକ୍। ଏବେ ମୁଁ ତୁମକୁ ବୁଝଉଛି। ସେଇଭଳି ଅନ୍ୟ କୌଶଳ ବିଷୟରେ ଚିନ୍ତା କରିପାରିବ କି? ସେଇଭଳିଆ 99 100ରେ ମଧ୍ୟ ହେଇପାରିବ। ଦେଖ, ଲେଖିବା ହଁ କୌଶଳ ସର୍ବଦା କାମ ଦବ। କାରଣ କୌଣସି ସଂଖ୍ୟାରୁ 10 ବିୟୋଗ କଲେ ଆବଶ୍ୟକ ଫଳଠାରୁ 1 ଉତ୍ତର କମ୍ ମିଳିଥାଏ। ତେଣୁ 1 ଯୋଗ କଲେ ପ୍ରକୃତ ଫଳ ମିଳିବ। ତାପରେ ଆମେ ଉଦାହରଣଟା ଦେଖିଲା ପରେ ବେଶୀ ଭଲସେ ବୁଝିପାରିବା। ଲେଖିବା, ମନେକର ଗୋଟିଏ ସଂଖ୍ୟା ହେଲା x। ଆମେ ଏଠି ଉଦାହରଣ ନେଉଛେ, x ପକେଇକି ନେବା, ତାପରେ ଗୋଟେ ସଂଖ୍ୟା ପକେଇକି ଦେଖିବା ପ୍ରକୃତରେ ମେଥଡଟା ଠିକ୍ ନା ନାହିଁ। ବହୁତ ସହଜିଆ ମେଥଡ। ତୁମେ ପିଲାମାନେ ଯେତେବେଳେ କୌଣସି ଜିନିଷରୁ ନ ଫେଡ଼ିବାର ଥିବ କି 99 ଫେଡ଼ିବାର ଥିବ, ସେଇ କ୍ଷେତ୍ରରେ ଏଇ ଟ୍ରିକ୍ଟା ଆପ୍ଲାଏ କରିବ, ସହଜରେ ମିଶାଣ ହେଇଯିବ। ଦେଖ, x - 9 ଇକ୍ୱାଲ୍ ଟୁ x + 10 - 1। ତାମାନେ x ରୁ 9 ଫେଡ଼ିବା ଯାହା, 10 ଫେଡ଼ିକି 1 ମିଶେଇବା ସେଇଆ। 40 ଫେଡ଼ାଣ 9, 40 ଫେଡ଼ାଣ 10 + 1, 40 ରୁ 9 ଗଲେ 31, ଏପଟେ 40 ରୁ 10 ଗଲେ 30, 30 ରେ 1 ମିଶିଲେ 31, ତାମାନେ ସମାନ ହେଲା। ଲେଖିବା, ଏହା ସୁବିଧାଜନକ କାରଣ କୌଣସି ସଂଖ୍ୟାରୁ 9 ବିୟୋଗ କରିବା ଅପେକ୍ଷା 10 ବିୟୋଗ କରିବା ସୁବିଧାଜନକ ହେଇଥାଏ। ଏମିତି ତମେ ଅନେକ ସଂଖ୍ୟା ଉପରେ ପରୀକ୍ଷା କରିପାରିବ। B ନମ୍ବର ସେମିତି ଆଉ ଗୋଟେ କୌଶଳ ହେଲା, କୌଣସି ସଂଖ୍ୟା ସହ 99 ଯୋଗ କରିବାକୁ ଥିଲେ ସଂଖ୍ୟାଟିରେ 10 ଯୋଗ କରିକି 1 ବିୟୋଗ କରିଦେଲେ ହେଇଯିବ। ଲେଖିବା, ଅନ୍ୟ କୌଶଳଟି ହେଲା, କୌଣସି ସଂଖ୍ୟା ସହ 99 ଯୋଗ କରିବାକୁ ଥିଲେ ସଂଖ୍ୟାଟିରେ 100 ଯୋଗ କରି 1 ବିୟୋଗ କରିଦେଲେ ମଧ୍ୟ ଆବଶ୍ୟକୀୟ ମିଶାଣ ଫଳଟି ସମାନ ହେବ। ଏକ୍ସାମ୍ପଲ ନବା, 215ରେ 99 ମିଶେଇବା। 99 ମିଶେଇଲେ ଯେତିକି ହେବ, 215ରୁ 100 ମିଶାଣ କରି 1 ଫେଡ଼ିଲେ ମଧ୍ୟ ସେତିକି ହେବ। କିନ୍ତୁ ଆମକୁ 100 ମିଶାଣଟା ଟିକେ ସହଜ ହେବ। 215ରେ 100 ମିଶେଇଲେ 315, 315ରୁ 1 ଫେଡ଼ିଲେ 314। ଏପଟେ ସେମିତି 215ରେ 99 ମିଶେଇଲେ 9 5 14, 4 ରଖି ନେଲା 1, 9 1 10, 0 ରଖି ନେଲା 1, 2 1 3, 304। କିନ୍ତୁ 99ର ମିଶାଣଟା ଟିକେ କଷ୍ଟ ହେଲା, 100ର ମିଶାଣଟା ଟିକେ ସହଜ ହେଲା। ସେମିତି 10 ମିଶାଣ କରିବା, 100 ମିଶାଣ କରିବା, 10 ଫେଡ଼ିବା, 100 ଫେଡ଼ିବା, ଶୂନ ବାଲା ଟିକେ ସହଜ। ତେଣୁ ଏଇ ମେଥଡଟା ଗୋଟେ ଏକ୍ସିଲେଣ୍ଟ ମେଥଡ। ଆଉ ଗୋଟେ ଏକ୍ସାମ୍ପଲ ଦେଖ,
ମନେକର ଯେମିତି ଅନେଶତ ମିଶଉଛେ ସେମିତି ଅନେଶତ ଫେଡ଼ିଲେ ବି ଏଇ ଉପାୟଟା ଆମର ଲାଗିବ। ଦେଖ 415ରୁ ମନେକର ଆମେ ଅନେଶତ ଫେଡ଼ିବା, ଯେହେତୁ 9 ଉପରେ ଛୋଟ ସଂଖ୍ୟା ଥିବ 1 10 ଦିଆ ଫେଡ଼ାଣ ଟିକେ କଷ୍ଟ ଲାଗିବ, କିନ୍ତୁ 100 ଫେଡ଼ିକି 1 ମିଶେଇଲେ ବେଶୀ ସହଜ ହବ। 415 ମାଇନସ୍ ଅନେଶତ, ତାମାନେ 15ରୁ 9 ଗଲେ 6, ଏଠି ରହିବ 10, 10ରୁ 9 ଗଲେ 1, ତାମାନେ ଏଟା 316 ହବ। ଏପଟେ 415 ମାଇନସ୍ 100 ପ୍ଲସ୍ 1, 415ରୁ 100 ମାଇନସ୍ କଲେ 315 ପ୍ଲସ୍ 1, 315 1 ମିଶିଲେ 316। ବାମ ପଟେ ସେମିତି 15ରୁ 9 ଗଲେ 6, ଏଠି ଅଛି 10, 10ରୁ 9 ଗଲେ 1, ତାମାନେ 316 ହବ ଆମର ଉତ୍ତର। ଉଭୟ ପଟେ 316 ହେଲା, କିନ୍ତୁ 100 ମିଶେଇକି 1 ଫେଡ଼ିବାଟା ବେଶୀ ସହଜ ଥିଲା। ସେମିତି 999 ମିଶାଣ କରିବା ଜାଗାରେ 1000 ମିଶେଇକି 1 ଫେଡ଼ିଲେ ବି ହବ। ଏଟାକୁ ଆମେ ଅନେକ ଜାଗାରେ ବ୍ୟବହାର କରିପାରିବା। 9 ନମ୍ବର ପ୍ରଶ୍ନ, 73 ମାଇନସ୍ 14 ପ୍ଲସ୍ 1, ଆଉ ଗୋଟେ ଲେଖା ହେଇଛି 73 ମାଇନସ୍ 14 ମାଇନସ୍ 1। ସାଂଖ୍ୟିକ ପରିପ୍ରକାଶକୁ ଲକ୍ଷ୍ୟ କର, ପ୍ରତ୍ୟେକର ପରିପ୍ରକାଶ ଗୁଡ଼ିକୁ ନିମ୍ନଲିଖିତ ପରିପ୍ରକାଶ ମଧ୍ୟରୁ ଚିହ୍ନଟ କର। ତେଣୁ ପ୍ରତ୍ୟେକର ମାନ, ଆର ମାନ ସବୁଗୁଡ଼ା ବାହାର କରିଦବା, ଦେଖିବା କୋଉ ପରିପ୍ରକାଶର ମାନ କାହା ମାନ ସହିତ ସମାନ ଆସୁଛି। ମାଇନସ୍ 14 ମାଇନସ୍ 1, ମାଇନସ୍ଟା କମନ୍ ଗଲେ ମାଇନସ୍ 14 ମାଇନସ୍ 1, ତାମାନେ ଏଇଟା ବି ନମ୍ବର ସହିତ ମାନ ସମାନ ଆସିବ, କିନ୍ତୁ ଆମେ ଖାତାରେ ହିସାବ କରି ଲେଖିବା ବେଶୀ ଠିକ୍ ହବ। 9 ନମ୍ବର ଏ, 73 ମାଇନସ୍ 14 ପ୍ଲସ୍ 1, 73ରୁ ସେମିତି ବି ନମ୍ବର ହେଲା 73 ମାଇନସ୍ 14 ମାଇନସ୍ 1। ଏବେ ଅପସନ୍ ଗୁଡ଼ାକ ବି ଦେଇଛି ଏ ବି ସି ଡି, ଏଗୁଡ଼ାକ ଆଇ ଡବଲ୍ ଏ ହେଇଥିଲେ ବେଶୀ ଭଲ ହେଇଥାନ୍ତା, ନହେଲେ ସମାନ ହେଇଯିବ। ହଉ, 73ରୁ 14 ଗଲେ 59, 59 ପ୍ଲସ୍ 1 60 ହବ ଏଇଟା। ତାପରେ ଏଟା ହେଲା 73 ମାଇନସ୍ 14 ମାଇନସ୍ 1 ମିଶିକି ହେଲା ମାଇନସ୍ 15, 73ରୁ 15 ଗଲେ 5 ରେ 8 58, 13ରୁ 5 ଗଲେ 8, 6ରୁ 1 ଗଲେ 5। ଏବେ ଚାରିଟା ଯାକ ଅପସନ୍ ଦେଖିବା, ଏଇ ଦିଟା ଉତ୍ତର କାହାର ମାନ ସହିତ ସମାନ ଆସୁଛି। ପ୍ରଥମେ ଦେଇଛି ଏ ନମ୍ବର 73 ମାଇନସ୍ 14 ପ୍ଲସ୍ 1, ତେଣୁ 73 ମାଇନସ୍ 14 ଆଉ 1, 14 1 ମିଶିଲେ ହେଲା 15, ତେଣୁ 73 ମାଇନସ୍ 15, 73ରୁ 15 ଗଲେ 58, ଏଇଟା ବି ସହିତ ସମାନ। ତାପର ନମ୍ବରଟା ସେମିତି ବି ନମ୍ବର ପ୍ରଶ୍ନ, 73 ମାଇନସ୍ 14 ମାଇନସ୍ 1, ସେମିତି ସବୁଗୁଡ଼ା ମିଶ୍ରଣ ଫେଡ଼ାଣ କରି ଲେଖିବା, ଶେଷରେ ଲେଖିବା କିଏ କାହା ସହିତ ସମାନ। ଆଉ 14ରୁ 1 ଗଲେ 13, 73ରୁ 13 ଗଲେ 60। ତାପରେ ସି ନମ୍ବର 73 ପ୍ଲସ୍ ମାଇନସ୍ 14 ପ୍ଲସ୍ 1, 73 ମାଇନସ୍ 14ରେ 1 ମିଶିଲା ମାଇନସ୍ 13, 73ରୁ 13 ଗଲେ 60। ତାପରେ ଡି ନମ୍ବର ହେଲା 73 ପ୍ଲସ୍ ମାଇନସ୍ 14 ମାଇନସ୍ 1 ମିଶିଲେ ହେଲା ମାଇନସ୍ 15, 73 ମାଇନସ୍ 15 ପ୍ଲସ୍ ମାଇନସ୍ 15, 73ରୁ 15 ଫେଡ଼ିବା 58, ତାମାନେ ଆମେ ଏଠି ସ୍ପଷ୍ଟ ରୂପେ ଦେଖିପାରୁଛେ, ବ୍ରାକେଟରେ ଲେଖିଦେବା ମାଇନସ୍ କରିକି 58। ଏ ର ମୂଲ୍ୟଟା କାହା ସହିତ ସମାନ, ଏ ର ମୂଲ୍ୟ ହେଲା 60, ସେଟା ବି ଆଉ ସି ସହିତ ସମାନ, 60 60 ହେଇଛି ମାନ, ଆଉ ବି ର ମାନ ହେଇଛି 58, ସେଟା ଏ ଆଉ ଡି ଅପସନରେ ଥିବା ଏ ଆଉ ଡି ସହିତ ସମାନ। ସେଇ ଜିନିଷଟାକୁ ସଜେଇକିରି ଲେଖିବା ଅତେବ ଦେଇକିରି। ଆଶା କରୁଛି ପିଲାମାନେ ତୁମେ এই ଭିଡ଼ିଓଟିକୁ ବହୁତ ଭଲ ଭାବରେ ବୁଝିପାରିଥିବ, ପ୍ରତ୍ୟେକ ପ୍ରଶ୍ନର ସମାଧାନକୁ ଠିକ୍ ଭାବରେ ବୁଝିପାରିଥିବ। ବାରମ୍ବାର ପ୍ରାକ୍ଟିସ୍ କର, ଥରେ ଦେଖିକି କର, ଥରେ ମନକୁ କର, ପୁଣି ଆଉ ଥରେ ମନକୁ କର। ପ୍ରାକ୍ଟିସ୍ ମେକ୍ସ ଏ ମ୍ୟାନ୍ ପରଫେକ୍ଟ। ଗଣିତକୁ ବାରମ୍ବାର ପ୍ରାକ୍ଟିସ୍ କଲେ ଗଣିତ ଭଲ ହୁଏ। ତୁମକୁ এই ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍ କର, କମେଣ୍ଟ କର, ତୁମ ଫ୍ରେଣ୍ଡସ୍ ମାନଙ୍କ ସହିତ ସେୟାର କର, ଆଉ ଚ୍ୟାନେଲରେ ନୂଆ ଥିଲେ ଏହାକୁ ନିଶ୍ଚୟ ପ୍ରେସ୍ କରି ବେଲ୍ ବଟନକୁ ପ୍ରେସ୍ କର। Thank you. Stay connected. Keep watching.